ସମସ୍ତଙ୍କୁ ଆଜିର ଏହି ନୂଆ ଗଭୀର ଆଲୋଚନାକୁ ସ୍ୱାଗତ। ମୁଁ ଆଶା କରୁଛି ଆମେ ସମସ୍ତେ କିଛି ନୂଆ ଶିଖିବା ପାଇଁ ପ୍ରସ୍ତୁତ ଅଛୁ। ଆଜି ଆମେ ଯେଉଁ ଉତ୍ସଗୁଡ଼ିକ ଉପରେ ଆଲୋଚନା କରିବୁ ତାହା ମୁଖ୍ୟତଃ ଯୋସେଫ ମର୍ଫିଙ୍କ ପ୍ରସିଦ୍ଧ ବିଚାର ଶୈଳୀ ଆଉ ତାଙ୍କ ବହି ଦି ପାୱାର ଅଫ୍ ୟୋର ସବକନସିୟସ୍ ମାଇଣ୍ଡର ହିନ୍ଦୀ ଅଡିଓ ବୁକ୍ ସାରାଂଶ ଉପରେ ଆଧାରିତ। ନମସ୍କାର ସମସ୍ତଙ୍କୁ। ହଁ, ଆଉ ଏହି ବିଷୟଟି ପ୍ରକୃତରେ ବହୁତ ରୋଚକ। ଆମର ଆଜିର ମୁଖ୍ୟ ଲକ୍ଷ୍ୟ ହେଉଛି ଆମ ନିଜ ଭିତରେ ଆମ ମସ୍ତିଷ୍କ ଭିତରେ ଲୁଚି ରହିଥିବା ଏକ ଅଦୃଶ୍ୟ ମହାସାଗରକୁ ବୁଝିବା, ଯାହାକୁ ଆମେ ଅବଚେତନ ମନ କହୁ। ବିଲକୁଲ, କାରଣ ଏହି ଅବଚେତନ ମନ କିପରି ଆମର ସ୍ୱାସ୍ଥ୍ୟ, ଆମର ସମ୍ପର୍କ ଏବଂ ଆମର ସଫଳତାକୁ ନିୟନ୍ତ୍ରଣ କରୁଛି ତାର ରହସ୍ୟ ଆଜି ଆମେ ଖୋଲିବା। କିନ୍ତୁ ଏହା ଆରମ୍ଭ କରିବା ଆଗରୁ ଆସନ୍ତୁ ଗୋଟେ ଛୋଟ ଚିତ୍ର କଳ୍ପନା କରିବା। ନିଶ୍ଚୟ, କୁହନ୍ତୁ। ଆଚ୍ଛା, ଟିକେ ଭାବନ୍ତୁ, ଜଣେ କୃଷକ ଥିଲେ ଯିଏ ନିଜର ଗୋଟିଏ ଛୋଟ ଜମି ଖଣ୍ଡକରେ ସାରା ଜୀବନ ବହୁତ ହାଡ଼ଭଙ୍ଗା ପରିଶ୍ରମ କଲେ। ଗ୍ରୀଷ୍ମର ପ୍ରଚଣ୍ଡ ଖରା ହେଉ କିମ୍ବା ହାଡ଼ଥରା ଶୀତ, ସେ ପ୍ରତିଦିନ ସକାଳୁ ଉଠି ମାଟି ହାଣୁଥିଲେ, ଖାଲି ଫସଲ ପାଇଁ ଚିନ୍ତା ଆଉ ଦାରିଦ୍ର୍ୟ ସହ ଲଢ଼େଇ। ଏହା ତ ଅନେକ ଲୋକଙ୍କର ସାଧାରଣ କାହାଣୀ। ହଁ ତ, ଆଉ ଶେଷରେ ଦିନେ ତାଙ୍କର ମୃତ୍ୟୁ ହୋଇଗଲା। ସେ ମଲାବେଳକୁ ବି ଭାବୁଥିଲେ ଯେ ସେ ଜଣେ ଗରିବ ଆଉ ଅସଫଳ ମନୁଷ୍ୟ ଥିଲେ। କିନ୍ତୁ କାହାଣୀର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି, ସେ ଯେଉଁ ମାଟି ଉପରେ ଠିଆ ହୋଇ ସାରା ଜୀବନ ଝାଳ ବୁହାଇଲେ, ତାର ହିଁ ଠିକ୍ କିଛି ଫୁଟ ତଳେ ଏକ ବିଶାଳ ସୁନାର ଖଣି ଲୁଚି ରହିଥିଲା। ଓହୋ, ତାଙ୍କ ପାଦ ତଳେ ହିଁ ସମ୍ପତ୍ତି ଥିଲା। ଏକଦମ। ସେହି ଖଣିର ମୂଲ୍ୟ ଏତେ ଥିଲା ଯେ ତାଙ୍କର ଆଗାମୀ 7 ପିଢ଼ି ବସି ଖାଇଥାନ୍ତେ। କିନ୍ତୁ ସେ କେବେ ହେଲେ ଟିକେ ଗଭୀରକୁ ଖୋଳି ଦେଖିବାର ଚେଷ୍ଟା କଲେ ନାହିଁ। ମୁଁ ଭାବୁଛି ଆମେ ମଧ୍ୟ ଆମ ଜୀବନରେ ଠିକ୍ ଏମିତି ହିଁ କରୁଛୁ। ହଁ, ଏହି କୃଷକର କାହାଣୀଟି ଆମ ପ୍ରକୃତ ବାସ୍ତବତାକୁ ସୁନ୍ଦର ଭାବେ ଦର୍ଶାଉଛି। ଆମେ ପ୍ରାୟତଃ ଭାବୁ ଯେ ଆମର ଜୀବନ କେବଳ ଆମେ ବାହାରେ ଯାହା ଦେଖୁଛୁ ବା କରୁଛୁ ତାହା ଦ୍ୱାରା ହିଁ ନିୟନ୍ତ୍ରିତ ହେଉଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ତେବେ ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ଖୋଲି ବିଶ୍ଳେଷଣ କରିବା। ଏହି ଅଦୃଶ୍ୟ ସୁନା ଖଣିଟା ପ୍ରକୃତରେ କ'ଣ? ଦେଖନ୍ତୁ, ଏହା କୌଣସି ଯାଦୁ ନୁହେଁ, ବରଂ ଏହା ହେଉଛି ମନର ଏକ ବିଜ୍ଞାନ। ଆମେ ଆମ ସମ୍ପୂର୍ଣ୍ଣ ମନକୁ ମୁଖ୍ୟତଃ 2ଟି ଭାଗରେ ବୁଝିପାରିବା। ଗୋଟିଏ ହେଲା ଚେତନା ମନ ଆଉ ଅନ୍ୟଟି ଅବଚେତନ ମନ। ଆଚ୍ଛା। ଏକ ମହାସାଗରର କଳ୍ପନା କରନ୍ତୁ। ଆମର ଚେତନ ମନ ହେଉଛି ସେହି ମହାସାଗର ଉପରେ ଭାସୁଥିବା ଲହରୀ, ଯାହାକୁ ଆମେ ସହଜରେ ଦେଖିପାରୁ। କିନ୍ତୁ ଆମର ଅବଚେତନ ମନ ହେଉଛି ସେହି ଗଭୀର ଆଉ ଅତଳ ମହାସାଗର ଏବଂ ତାର ଶକ୍ତିଶାଳୀ ସ୍ରୋତ। ବାହାରୁ ଦେଖିଲେ ଲାଗିବ ଯେ ଲହରୀଗୁଡ଼ିକ ସମୁଦ୍ରକୁ ଚଳାଉଛନ୍ତି, କିନ୍ତୁ ସତ କହିବାକୁ ଗଲେ ସମୁଦ୍ରର ଗତିବିଧି ସେହି ଗଭୀର ସ୍ରୋତ ଦ୍ୱାରା ହିଁ ନିର୍ଦ୍ଧାରିତ ହୁଏ। ଆମେ ଦୈନନ୍ଦିନ ଯାହା ଚିନ୍ତା କରୁଛୁ କିମ୍ବା ହିସାବ କରୁଛୁ, ସେ ସବୁ ଖାଲି ସମୁଦ୍ରର ଲହରୀ। ହଁ, ବିଲକୁଲ। ଏହାର ଏକ ଚମତ୍କାର ଉଦାହରଣ ଆମ ଉତ୍ସଗୁଡ଼ିକରେ ସାଇକେଲ ଚଲାଇବା ମାଧ୍ୟମରେ ଦିଆଯାଇଛି। ଯେତେବେଳେ ଆମେ ପ୍ରଥମ କରି ସାଇକେଲ ଚଲାଇବା ଶିଖୁ, ସେତେବେଳେ ଆମର ଚେତନ ମନ ପୂରାପୂରି ସକ୍ରିୟ ଥାଏ। ଆଜ୍ଞା, ହଁ, ପୁରା ଧ୍ୟାନ ସେଠି ଥାଏ। ହଁ ତ, ଆମେ ହ୍ୟାଣ୍ଡେଲ କେମିତି ଧରିବୁ, ପ୍ୟାଡେଲ କେମିତି ମାରିବୁ, ଏସବୁ ଉପରେ ଆମର ଏତେ ଧ୍ୟାନ ଥାଏ ଯେ କିଏ ଡାକିଲେ ବି ଆମେ ଶୁଣିପାରୁନାହୁଁ। ଭୟରେ ଝାଳ ବୋହିଯାଏ। ସତ କଥା। କିନ୍ତୁ ମାସେ ଖଣ୍ଡେ ଅଭ୍ୟାସ କଲା ପରେ କ'ଣ ହୁଏ? ଆମେ ସାଙ୍ଗମାନଙ୍କ ସହ ଗପି ଗପି, ଏପରିକି ଆଖପାଖ ଦେଖି ସାଇକେଲ ଚଲାଉ। ହଁ, ବ୍ରେକ୍ କେବେ ଲାଗୁଛି ତାହା ଆମକୁ ଭାବିବାକୁ ପଡ଼େ ନାହିଁ। ଆମ ଗୋଡ଼ ଆଉ ହାତ ଆପେ ଆପେ କାମ କରେ। ଏହାର କାରଣ ହେଉଛି ସେହି ଜ୍ଞାନ ଆମ ଚେତନ ମନରୁ ଖସିଯାଇ ଅବଚେତନ ମନର ଗଭୀରତା ଭିତରେ ପଶିଯାଇଛି। ସେଠାରେ ଏହା ପ୍ରୋଗ୍ରାମିଂ ହୋଇଯାଇଛି। ସତରେ ଏହା ବହୁତ ଆକର୍ଷଣୀୟ। ଉତ୍ସଗୁଡ଼ିକରେ ଏହାକୁ ଆଉ ଏକ ଉପାୟରେ ବୁଝାଯାଇଛି ନା, ସେହି ମାଳି ଏବଂ ବଗିଚାର ଉଦାହରଣ। ହଁ, ମର୍ଫି ତାଙ୍କ ବିଚାରରେ ମାଳି ଏବଂ ବଗିଚାର ଉଦାହରଣ ଦେଇଛନ୍ତି। ସେ କହନ୍ତି ଯେ ଆମର ଚେତନ ମନ ହେଉଛି ଜଣେ ମାଳି, ଯିଏ ଦିନସାରା ବିଭିନ୍ନ ବିଚାର ବା ଚିନ୍ତାଧାରା ରୂପକ ମଞ୍ଜି ଆଣି ମାଟିରେ ପକାଏ। ଏବଂ ଆମର ଅବଚେତନ ମନ ହେଉଛି ସେହି ଉର୍ବର ମାଟି। ଆଚ୍ଛା, ମାଟି ଅବଚେତନ ମନ। ହଁ, ଆଉ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ମାଟିର ନିଜସ୍ୱ କୌଣସି ବିଚାର ବୁଦ୍ଧି ନଥାଏ। କ'ଣ?
ମାଟି ଭଲ ଖରାପ ଜାଣିପାରେ ନାହିଁ? ବିଲକୁଲ ନୁହେଁ। ମାଟି କେବେ ହେଲେ ତର୍କ କରେ ନାହିଁ ଯେ ଏହା ଗୋଟିଏ ସୁନ୍ଦର ଗୋଲାପ ଗଛର ମଞ୍ଜି ନା ଏକ ବିଷାକ୍ତ କଣ୍ଠା ଗଛର ମଞ୍ଜି। ତାର କାମ ହେଉଛି କେବଳ ତା ଭିତରେ ପଡ଼ିଥିବା ମଞ୍ଜିକୁ ପୋଷଣ ଦେଇ ତାକୁ ଗଛରେ ପରିଣତ କରିବା। ଟିକେ ରୁହନ୍ତୁ, ଏଇଠି କଥାଟି ବହୁତ ସାଂଘାତିକ ହୋଇଯାଉଛି। କେମିତି? ମାନେ ଯଦି ଅବଚେତନ ମନରୂପକ ମାଟି କୌଣସି ତର୍କ କରେ ନାହିଁ, ତାର ମାନେ ମୁଁ ଯଦି ଅଜାଣତରେ ବା ରାଗରେ ନିଜକୁ କହିଦିଏ ଯେ ମୁଁ ଏକ ଅସଫଳ ମଣିଷ କିମ୍ବା ମୋର ସବୁବେଳେ ଦେହ ଖରାପ ରହୁଛି, ଆଉ ଏ କଥାକୁ ମୁଁ ବାରମ୍ବାର ଦୋହରାଏ, ତେବେ କ'ଣ ମୋ ମନ ତାକୁ ସତ ବୋଲି ଗ୍ରହଣ କରିନେବ? ଏକଦମ ସଠିକ୍ ଧରିଛନ୍ତି ଆପଣ। ମାନେ ଆମେ ଏହାକୁ ହିଁ ମୁଖ୍ୟ ପ୍ରସଙ୍ଗ ବୋଲି କହିପାରିବା। ଅବଚେତନ ମନ ଆମ ସହ କେବେ ଯୁକ୍ତି କରେ ନାହିଁ। ଓ, ମାନେ ସେ କେବଳ ମଞ୍ଜିକୁ ଗଛା କରେ? ହଁ, ଏହା ଏକ କମ୍ପ୍ୟୁଟର ପ୍ରୋଗ୍ରାମ ପରି କାମ କରେ। ତାକୁ ଯେଉଁ କୋଡ୍ ଦିଆଯିବ ସେ ବିନା ବିଚାରରେ ସେହି ଫଳାଫଳ ଦେବ। ଆମେ ଯେତେବେଳେ ବାରମ୍ବାର ନକାରାତ୍ମକ କଥା କହୁ କିମ୍ବା ଭୟଭୀତ ହେଉ, ଆମେ ନିଜ ଅଜାଣତରେ ଆମର ସେହି ଉର୍ବର ମାଟିରେ ଅନାବନା ଘାସର ମଞ୍ଜି ବୁଣିଦେଉ। ଆଉ କିଛି ଦିନ ପରେ ଯେତେବେଳେ ସେହି ଘାସ ଆମ ପୁରା ବଗିଚାକୁ ନଷ୍ଟ କରିଦିଏ, ଆମେ ବସି ଭାଗ୍ୟକୁ ଆଉ ଭଗବାନଙ୍କୁ ଦୋଷ ଦିଉ। ସମ୍ପୂର୍ଣ୍ଣ ସତ କଥା। ତେବେ ଏଠାରୁ ଆମେ ଆଲୋଚନାର ପରବର୍ତ୍ତୀ ବିଭାଗକୁ ଯାଇପାରିବା। ଯଦି ଗୋଟିଏ ବିଚାର ଏତେ ଶକ୍ତିଶାଳୀ ଯେ ତାହା ଆମର ବାସ୍ତବତା ଗଢ଼ି ଦେଇପାରେ, ତେବେ ଆମ ଶରୀର ଏବଂ ରୋଗ ଉପରେ ଏହାର କି ପ୍ରଭାବ ପଡ଼ୁଛି? ଏହା ଆହୁରି ଗଭୀର ବିଷୟ। ଆମ ଉତ୍ସଗୁଡ଼ିକ କହେ ଯେ ଆମ ଶରୀର ହେଉଛି ଆମ ମନର ଜଣେ ଆଜ୍ଞାକାରୀ ସେବକ। ଆମେ ସମସ୍ତେ ମେଡିକାଲ ସାଇନ୍ସରେ ପ୍ଲେସିବୋ ଇଫେକ୍ଟ ବିଷୟରେ ଶୁଣିଛେ ତ? ହଁ ହଁ, ସେହି ଚିନି ବୋଟିକା ଦେଇ ରୋଗୀକୁ ଭଲ କରିବା କଥା ତ? ବିଲକୁଲ। ଯେତେବେଳେ ଜଣେ ରୋଗୀକୁ ଚିନି ବୋଟିକା ଦିଆଯାଏ କିନ୍ତୁ ତାକୁ ଦୃଢ଼ ଭାବରେ କୁହାଯାଏ ଯେ ଏହା ଏକ ଶକ୍ତିଶାଳୀ ନୂଆ ଔଷଧ ଯାହା ତାକୁ କଲ କରିଦେବ, ସେତେବେଳେ ସେହି ରୋଗୀର ଶରୀର ପ୍ରକୃତରେ ସୁସ୍ଥ ହେବା ଆରମ୍ଭ କରେ। ସତରେ ଆଶ୍ଚର୍ଯ୍ୟ ଲାଗେ। ଯଦି ବଟିକାରେ କୌଣସି କେମିକାଲ ନଥିଲା, ତାହେଲେ ରୋଗ ଭଲ କଲା କିଏ? ତାର ଉତ୍ତର ହେଉଛି ରୋଗୀର ନିଜସ୍ୱ ଅବଚେତନ ମନ। ମନ ବିଶ୍ୱାସ କରିନେଲା ଯେ ଔଷଧ ମିଳିଗଲାଣି, ତେଣୁ ମସ୍ତିଷ୍କ ଆପେ ଆପେ ଶରୀର ଭିତରେ ଆରୋଗ୍ୟକାରୀ ହର୍ମୋନ୍ କ୍ଷରଣ କରିବା ଆରମ୍ଭ କଲା। ଏହାକୁ ମୁଁ ଗୋଟେ ସାଧାରଣ ଉଦାହରଣ ସହ ଯୋଡ଼ିବାକୁ ଚାହିଁବେ। ଧରନ୍ତୁ ଆମେ ରାତିରେ ଏକୁଟିଆ ରାସ୍ତାରେ ଯାଉଛୁ ଆଉ ହଠାତ୍ ଗୋଟେ ଶବ୍ଦ ଶୁଣି ଭୟଭୀତ ହୋଇଗଲୁ। ତାପରେ କ'ଣ ହୁଏ? ସାଙ୍ଗେ ସାଙ୍ଗେ ଆମର ହୃତ୍ସ୍ପନ୍ଦନ ବଢ଼ିଯାଏ, ହାତ ପାପୁଲିରୁ ଝାଳ ବୋହେ, ନିଶ୍ୱାସ ଜୋର ହୋଇଯାଏ। ବାସ୍ତବରେ ସେଠାରେ ହୁଏତ କୌଣସି ବିପଦ ନଥାଏ, ଖାଲି ଗୋଟେ ବିଲେଇ ଡେଇଁ ପଡ଼ିଲା। ହଁ, ଏମିତି ହିଁ ହୁଏ। ତେବେ କେବଳ ମନ ଭିତରେ ଆସିଥିବା ଏକ ଭୟର ବିଚାର ଆମ ସମ୍ପୂର୍ଣ୍ଣ ଶରୀରର ଅବସ୍ଥାକୁ ଏକ ସେକେଣ୍ଡରେ ବଦଳାଇ ଦେଲା ନାହିଁ କି? ତେବେ ଏହାର ଅର୍ଥ ହେଉଛି ଆମେ ଆମର ରୋଗ ବିଷୟରେ ବାରମ୍ବାର କଥା ହେଲେ ଆମେ ପ୍ରକୃତରେ ସେହି ରୋଗର ମଞ୍ଜିକୁ ଅଧିକ ପାଣି ଦେଉଛୁ। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି, ଆଉ ଆପଣଙ୍କର ଉଦାହରଣ ସମ୍ପୂର୍ଣ୍ଣ ସଠିକ୍। ଯେତେବେଳେ ଆମେ ଭୟଭୀତ ହେଉ, ଆମ ମସ୍ତିଷ୍କ କର୍ଟିସଲ୍ ଭଳି ଷ୍ଟ୍ରେସ୍ ହର୍ମୋନ୍ ଛାଡ଼େ। ଏବେ ଭାବନ୍ତୁ, ଯଦି ଜଣେ ବ୍ୟକ୍ତି ଦିନରାତି କେବଳ ନିଜର ରୋଗ ଆଉ କଷ୍ଟ ବିଷୟରେ ଚର୍ଚ୍ଚା କରୁଥାଏ, ତେବେ ତାର ଶରୀର କ୍ରମାଗତ ଭାବରେ ଏହି ଷ୍ଟ୍ରେସ୍ ହର୍ମୋନ୍ ଭିତରେ ବୁଡ଼ି ରହୁଛି। ଏହିଭଳି ଅବସ୍ଥାରେ କୌଣସି ବି ଔଷଧ କିପରି କାମ କରିବ? ନିଶ୍ଚିତ ଭାବରେ କାମ କରିବନି। ଏହାକୁ ଓଲଟାଇବା ପାଇଁ ଉତ୍ସଗୁଡ଼ିକରେ ଏକ ବୈଜ୍ଞାନିକ ପ୍ରାର୍ଥନା ବିଷୟରେ କୁହାଯାଇଛି। ଆମକୁ ଜଣେ ଅଭିନେତାଙ୍କ ପରି ବ୍ୟବହାର କରିବାକୁ ପଡ଼ିବ। ଅଭିନେତାଙ୍କ ପରି? ସେଟା କେମିତି? ମାନେ ଯେପରି ଜଣେ ଅଭିନେତା ମଞ୍ଚ ଉପରକୁ ଯିବା ପୂର୍ବରୁ ନିଜ ଚରିତ୍ରର ଭାବନା ଭିତରେ ପୂରାପୂରି ବୁଡ଼ିଯାଏ, ଠିକ୍ ସେହିପରି ଆମକୁ ରୋଗମୁକ୍ତ ହେବା ପାଇଁ ଆଗରୁ ହିଁ ସମ୍ପୂର୍ଣ୍ଣ ସୁସ୍ଥତାର ଅନୁଭୂତିକୁ ଅନୁଭବ କରିବାକୁ ପଡ଼ିବ। ନିଦ୍ରା ପୂର୍ବରୁ ସେହି ସୁସ୍ଥତାର ଆନନ୍ଦକୁ ହୃଦୟଙ୍ଗମ କରିବାକୁ ହେବ। ଆଚ୍ଛା, ଯାହାଦ୍ୱାରା ଅବଚେତନ ମନ ସେହି ନିର୍ଦ୍ଦେଶକୁ ଗ୍ରହଣ କରି ଶରୀରର କୋଷଗୁଡ଼ିକୁ ମରାମତି କରିବ। ବିଲକୁଲ। ତାହେଲେ ମୋର ଗୋଟେ ଅନୁମାନ ଅଛି। ଯଦି ମନୋବଳ ଅଭାବରୁ ସୃଷ୍ଟି ହେଉଥିବା ଷ୍ଟ୍ରେସ୍ ଆମ ଶରୀରକୁ ଭାଙ୍ଗି ଦେଇପାରେ, ତେବେ ମନ କେବଳ ଶରୀରକୁ ସୁସ୍ଥ କରେ ନାହିଁ, ବରଂ ଆମର ବ୍ୟାଙ୍କ ବାଲାନ୍ସ କିମ୍ବା ଆର୍ଥିକ ଅବସ୍ଥା ମଧ୍ୟ ଏହା ଉପରେ ନିର୍ଭରଶୀଳ ଥିବ। ଏକଦମ ସତ କଥା। ଉତ୍ସଗୁଡ଼ିକରେ ସ୍ପଷ୍ଟ କୁହାଯାଇଛି ଯେ ଦାରିଦ୍ର୍ୟ କୌଣସି ବାହ୍ୟ ପରିସ୍ଥିତି ନୁହେଁ, ବରଂ ଏହା ଏକ ମାନସିକ ଅବସ୍ଥା। ଆଉ ଭୟ ହେଉଛି ଏକ ମିଥ୍ୟା ଯାହାକୁ ଆମେ ସତ ମାନି ନେଇଛୁ। ମାନେ ଆମେ ନିଜେ ହିଁ ଆମ ଦାରିଦ୍ର୍ୟକୁ ଡାକୁଛୁ। ହଁ, ଏହାକୁ ମନୋବିଜ୍ଞାନରେ ସେଲ୍ଫ ଫୁଲଫିଲିଂ ପ୍ରଫେସି ବୋଲି କୁହାଯାଏ।
ଏହାର ଅର୍ଥ ହେଉଛି ଆମେ ଯାହା ଘଟିବ ବୋଲି ଦୃଢ଼ ଭାବରେ ଆଶଙ୍କା କରୁ, ଆମର କାର୍ଯ୍ୟକଳାପ ଅଜାଣତାରେ ସେହି ଦିଗରେ ହିଁ ଯାଏ ଏବଂ ଶେଷରେ ତାହା ହିଁ ଘଟେ। ତେଣୁ ଆମେ ଯାହାକୁ ଭୟ କରୁଛୁ, ଯେପରିକି ଚାକିରି ଚାଲିଯିବାର ଭୟ, ଆମେ ଅଜାଣତାରେ ସେହି ପରିସ୍ଥିତିକୁ ହିଁ ଆମ ଆଡ଼କୁ ଟାଣୁଛୁ। କିନ୍ତୁ ଏଇଠି ମୋର ଗୋଟିଏ ଯୁକ୍ତି ଅଛି। କୁହନ୍ତୁ କ'ଣ? ଯଦି କେବଳ ଭାବିବା ଦ୍ୱାରା ସବୁ ହୁଏ, ତେବେ କେବଳ ଘରେ ବସି ମୁଁ ଧନୀ କହିଦେଲେ କ'ଣ ସବୁ ବଦଳିଯିବ? ଛାତ ଫାଡ଼ି ପଇସା ପଡ଼ିବ? ସେଇ ବ୍ୟବସାୟୀଙ୍କର ଯେଉଁ ଉଦାହରଣ ଅଛି, ଯିଏ ଧନର ନିରନ୍ତର ପ୍ରବାହର ଭାବନା ରଖି ସଫଳ ହେଲେ, ସେ କ'ଣ ଖାଲି ବସିଥିଲେ? ବହୁତ ଭଲ ପ୍ରଶ୍ନ ପଚାରିଲେ। ଏହିଠାରେ ହିଁ ଅନେକ ଲୋକ ଭୁଲ ବୁଝନ୍ତି। କେବଳ ଖାଲି ଶବ୍ଦ ଉଚ୍ଚାରଣ କଲେ କିଛି ଯାଦୁ ହୋଇଯିବନି। କେବଳ ଶବ୍ଦ ନୁହେଁ, ବରଂ ଅନୁଭୂତି ଆଉ କୃତଜ୍ଞତା ଜରୁରୀ। ଅନୁଭୂତି ମାନେ ଫିଲିଂସ୍? ହଁ, ଆମ ମସ୍ତିଷ୍କରେ ଏକ ଫିଲ୍ଟର ସିଷ୍ଟମ ଥାଏ। ଯେତେବେଳେ ସେହି ବ୍ୟବସାୟୀ ଜଣକ ନିଜ ଭିତରେ ସମୃଦ୍ଧିର ଫିଲିଂ ବା ଅନୁଭୂତି ରଖିଲେ, ତାଙ୍କ ମସ୍ତିଷ୍କ ସର୍ଭାଇଭାଲ ମୋଡ୍ରୁ ବାହାରି ଆସି କ୍ରିଏଟିଭ ମୋଡ୍ରେ ପଶିଲା। ଆଚ୍ଛା, ମାନେ ତାଙ୍କର ଚିନ୍ତାଧାରା ଖୋଲିଗଲା। ବିଲକୁଲ। ସେତେବେଳେ ତାଙ୍କ ଆଖିକୁ ଏପରି କିଛି ନୂଆ ସୁଯୋଗ, ନୂଆ ବଜାର ଆଉ ଗ୍ରାହକ ଦେଖାଗଲେ, ଯେଉଁମାନେ ଆଗରୁ ବି ସେହିଠି ଥିଲେ, କିନ୍ତୁ ଭୟ କାରଣରୁ ସେମାନଙ୍କୁ ଦେଖିପାରୁନଥିଲେ। ଓହୋ, ଏହା ପ୍ରକୃତରେ ବହୁତ ବଡ଼ କଥା। ମାନେ ସମୃଦ୍ଧିକୁ ନିଜର ଅଧିକାର ବୋଲି ଭାବିବାକୁ ପଡ଼ିବ। ହଁ, ଆଉ ଗୋଟେ କଥା, ଯଦି ଆମେ ଧନୀ ଲୋକଙ୍କୁ ଦେଖି ଈର୍ଷ୍ୟା କରୁଛୁ କିମ୍ବା ପଇସାକୁ ସବୁ ନଷ୍ଟର ମୂଳ ବୋଲି କହୁଛୁ, ତେବେ ଆମର ଅବଚେତନ ମନ ବୁଝିଯାଏ ଯେ ଆମେ ଧନକୁ ଘୃଣା କରୁଛୁ। ଫଳରେ ସେ ଆମକୁ ଧନଠାରୁ ଦୂରେଇ ରଖେ। ମାନେ ଅପରାଧୀ ଅନୁଭବ କରିବା ଅନୁଚିତ। ଆଚ୍ଛା, ଉତ୍ସଗୁଡ଼ିକରେ ଗୋଟେ ପ୍ରତିଷ୍ଠାପନା ବା ସବଷ୍ଟିଟ୍ୟୁସନ୍ ପ୍ରକ୍ରିୟା କଥା ବି କୁହାଯାଇଛି ନା? ହଁ, ଏହାର ଅର୍ଥ ହେଲା ଯେମିତି ଅସଫଳତାର ବିଚାର ମନକୁ ଆସିବ, ସାଙ୍ଗେ ସାଙ୍ଗେ ତାକୁ ସଫଳତାର ବିଚାର ସହ ବଦଳାଇ ଦେବାକୁ ପଡ଼ିବ। ଏବେ ବୁଝି ହେଉଛି। ତେବେ ଯଦି ଆମ ଭିତରର ଭାବନା ବାହାରର ଦୁନିଆକୁ ନିୟନ୍ତ୍ରଣ କରେ, ତେବେ ଆମ ଜୀବନର ସବୁଠାରୁ ଜଟିଳ ଦିଗ, ଅର୍ଥାତ୍ ଆମର ସମ୍ପର୍କଗୁଡ଼ିକ ମଧ୍ୟ ଏହାଦ୍ୱାରା ନିଶ୍ଚିତ ପ୍ରଭାବିତ ହେଉଥିବେ। ଏକଦମ। ଆମର ସମସ୍ତ ସମ୍ପର୍କ କେବଳ ଆମ ନିଜ ବିଚାରର ଏକ ପ୍ରତିବିମ୍ବ ମାତ୍ର। ସମ୍ପର୍କ କ୍ଷେତ୍ରରେ ଗୋଟେ ବହୁତ ବଡ଼ ପ୍ରତିବନ୍ଧକ ହେଉଛି କାହାକୁ କ୍ଷମା ନ କରିବା। କ୍ଷମା ନ କରିବା? କେମିତି? କ୍ଷମା ନ କରିବା ମାନେ ନିଜ ହାତରେ ଏକ ଗରମ ଅଙ୍ଗାର ଧରି ରଖିବା ପରି। ଆମେ ଭାବୁଛୁ ଅନ୍ୟ ଲୋକ ପୋଡ଼ିଯିବ, କିନ୍ତୁ ବାସ୍ତବରେ ନିଜ ହାତ ହିଁ ପୋଡ଼ିଥାଏ। କି ଯାହାଙ୍କର ବିବାହ ଭାଙ୍ଗିବା ଉପରେ ଥିଲା। ହଁ, ସେ ଯେତେବେଳେ ରାତିରେ ଶୋଇବା ପୂର୍ବରୁ ନିଜ ପତ୍ନୀଙ୍କ ପ୍ରତି ପ୍ରେମ ଓ କୃତଜ୍ଞତା ଭାବନା ରଖି ଶୋଇବା ଆରମ୍ଭ କଲେ, ତାଙ୍କ ବିବାହ ରକ୍ଷା ପାଇଗଲା। ଆଉ ଗୋଟେ ଉଦାହରଣ ବି ଅଛି ନା, ଯେଉଁଥିରେ ଜଣେ ଅସୁସ୍ଥ ମହିଳା ନିଜ ଭଉଣୀ ଉପରେ ବହୁତ ରାଗି ରହିଥିଲେ। ଆଜ୍ଞା ହଁ, ଆଉ ଯେବେ ସେ ତାଙ୍କ ଭଉଣୀକୁ ମନରୁ କ୍ଷମା କରିଦେଲେ, ସେ ନିଜେ ହିଁ ସେହି ମୁହୂର୍ତ୍ତରୁ ରୋଗମୁକ୍ତ ହୋଇଗଲେ। ଅର୍ଥାତ୍ ଆମେ ଯେତେବେଳେ କାହାକୁ କ୍ଷମା କରୁଛୁ, ଆମେ ତାଙ୍କ ପାଇଁ କିଛି ଉପକାର କରୁନାହୁଁ, ବରଂ ଆମେ ନିଜ ଗୋଡ଼ରୁ ସେଇ ହାତୀର ଶିକୁଡ଼ି ଖୋଲୁଛୁ। ବିଲକୁଲ ଠିକ୍ କହିଲେ। ଏହି ହାତୀ ଛୁଆର ଦୃଷ୍ଟାନ୍ତଟି ବହୁତ ଶକ୍ତିଶାଳୀ। ହଁ, ଆମେ ସମସ୍ତେ ଏହା ଶୁଣିଛେ। ଗୋଟିଏ ହାତୀ ଛୁଆକୁ ଛୋଟବେଳେ ଏକ ପତଳା ଶିକୁଳିରେ ବାନ୍ଧି ଦିଆଯାଏ। ସେ ଛିଣ୍ଡାଇବାକୁ ଚେଷ୍ଟା କରି ବିଫଳ ହୁଏ, ଆଉ ବଡ଼ ହୋଇ ଶକ୍ତିଶାଳୀ ହେବା ପରେ ମଧ୍ୟ ସେହି ମାନସିକ ସୀମା ଯୋଗୁଁ ସେ ତାକୁ ଛିଣ୍ଡାଇବାକୁ ଚେଷ୍ଟା ହିଁ କରେ ନାହିଁ। ଆଉ ଏହା ସହିତ ସକାରାତ୍ମକ ପୁଷ୍ଟିକରଣ କିମ୍ବା ଆଫର୍ମେସନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ, କାରଣ ଆତ୍ମଛବି ବା ସେଲ୍ଫ ଇମେଜ୍ ହିଁ ଜୀବନର ସୀମା ନିର୍ଦ୍ଧାରଣ କରେ। ମାନେ ନିଜ ବିଷୟରେ ନିଜେ କ'ଣ ଭାବୁଛୁ, ସେହି ଧୂମପାନ ଛାଡ଼ିବା ବ୍ୟକ୍ତି ପରି। ଏକଦମ। ସେ କେବଳ ଇଚ୍ଛା ଶକ୍ତିରେ ସଫଳ ହେଲେ ନାହିଁ, ବରଂ ସେ ନିଜର ଆଫର୍ମେସନ୍ ବଦଳାଇ କହିଲେ ଯେ ମୁଁ ଜଣେ ସୁସ୍ଥ ବ୍ୟକ୍ତି। ଆମକୁ ସବୁବେଳେ ବର୍ତ୍ତମାନ କାଳରେ ପୁଷ୍ଟିକରଣ କରିବାକୁ ପଡ଼ିବ। ମୁଁ ସୁସ୍ଥ ହେବି ନୁହେଁ, ବରଂ ମୁଁ ସୁସ୍ଥ ଅଛି। ଆଚ୍ଛା, ତେବେ ଏହି ସବୁ ମାନସିକ ପରିବର୍ତ୍ତନ ଏବଂ ପ୍ରୋଗ୍ରାମିଂ ପାଇଁ ଦିନର ସବୁଠାରୁ ଶକ୍ତିଶାଳୀ ସମୟ କେଉଁଟି? କେବେ ଆମେ ନିଜ ମନ ସହ କଥା ହେବା ଉଚିତ? ଏଥିପାଇଁ ସବୁଠାରୁ ଭଲ ସମୟ ହେଉଛି ରାତିରେ ଶୋଇବା ପୂର୍ବରୁ ଥିବା ସମୟ, ଯେତେବେଳେ ଅବଚେତନ ମନ ସବୁଠାରୁ ଅଧିକ ସକ୍ରିୟ ଥାଏ ଆଉ ଚେତନ ମନ ଶୋଇବାକୁ ଯାଉଥାଏ। ମନ ସ୍ୱପ୍ନ ଏବଂ ଅନ୍ତର୍ଜ୍ଞାନ ବା ଇଣ୍ଟ୍ୟୁସନ୍ ମାଧ୍ୟମରେ ସମ୍ପର୍କ ସ୍ଥାପନ କରେ। ଆମ ସୋର୍ସରେ ବି ଅଛି ଯେ ବୈଜ୍ଞାନିକମାନେ କିପରି ନିଜର ଜଟିଳ ସମସ୍ୟା ଅବଚେତନ ମନକୁ ରାତିରେ ଦେଇ ଶୋଇଯାଆନ୍ତି ଆଉ ସକାଳେ ସମାଧାନ ପାଇଯାଆନ୍ତି। ଅଲିମ୍ପିକ ଖେଳାଳିମାନେ ମଧ୍ୟ ଖେଳ ପୂର୍ବରୁ ମାନସିକ ଅଭ୍ୟାସ କରନ୍ତି। ହଁ, ତା ହିଁ ମେଣ୍ଟାଲ ରିହର୍ସାଲ।
ଆଉ ଆମ ଭଳି ସାଧାରଣ ଲୋକଙ୍କ ପାଇଁ ଏକ କୃତଜ୍ଞତା ଜର୍ଣ୍ଣାଲ ବା ଗ୍ରାଟିଚ୍ୟୁଡ୍ ଜର୍ଣ୍ଣାଲ ବହୁତ କାମରେ ଆସିବ। ପ୍ରତିଦିନ ରାତିରେ 5ଟି କଥା ପାଇଁ କୃତଜ୍ଞତା ଲେଖିବା ବହୁତ ଆବଶ୍ୟକ। ହେ ଭଗବାନ, ତେବେ ଯେଉଁ ଲୋକମାନେ ରାତିରେ ଶୋଇବା ପୂର୍ବରୁ ଦିନସାରାର ସବୁ ଚିନ୍ତା ଏବଂ ଖରାପ ଘଟଣାକୁ ଭାବି ଭାବି ଶୁଅନ୍ତି, ସେମାନେ ନିଜ ଜମିରେ ରାତି ଅଧାରେ ଘାସ ବା ଅନାବନା ଗଛର ମଞ୍ଜି ବୁଣୁଛନ୍ତି ନା କ'ଣ? ମୁଁ ବି ତ ଅନେକ ସମୟରେ ଏମିତି କରେ। ଆଜ୍ଞା ହଁ, ମୁଁ ଏହା ସହ ଦୃଢ଼ ଭାବରେ ସହମତ। ଯଦି ଆମେ ଏହାକୁ ଏକ ବୃହତ୍ତର ଚିତ୍ର ସହ ଯୋଡ଼ିବା, ମାନେ ବଡ଼ ପରିପ୍ରେକ୍ଷୀରେ ଦେଖିବା, ତ ଭୟ ଏବଂ କୃତଜ୍ଞତା ଏକା ସାଙ୍ଗରେ ଗୋଟିଏ ମନରେ କେବେ ରହିପାରିବେ ନାହିଁ। ଆଚ୍ଛା, ଯେପରି ଆଲୁ ଆସିଲେ ଅନ୍ଧାର ଆପେ ଆପେ ଚାଲିଯାଏ, ସେମିତି କି? ଏକଦମ ଠିକ୍। ଯେତେବେଳେ ଆମେ କୃତଜ୍ଞତା ଜଣାଉ, ଆମ ମନରୁ ସବୁ ଭୟ ଆଉ ନକାରାତ୍ମକ ଚିନ୍ତା ଦୂର ହୋଇଯାଏ। ତେବେ ଆଜିର ଏହି ସମସ୍ତ ଗଭୀର ଆଲୋଚନାର ନିର୍ଯାସ ହେଉଛି ଯେ ଆମେ ଆମ ଜୀବନ ନାଟକର କେବଳ ଦର୍ଶକ ନୁହନ୍ତି, ବରଂ ଆମେ ନିଜେ ଏହାର ଲେଖକ। ସତ କଥା। ଦୈନନ୍ଦିନ ଅଭ୍ୟାସ, ଯେମିତିକି ସକାଳର 5 ମିନିଟ୍ କଳ୍ପନା, ଦିନର ମାନସିକ ସଫାଇ ମାନେ ଖରାପ ଚିନ୍ତାକୁ ବାହାର କରିବା, ଆଉ ରାତିର କୃତଜ୍ଞତା, ଏହା ଏକ ସାଧାରଣ ଲୋକର ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ପାରିବ। ବିଲକୁଲ। ଏହି ଜ୍ଞାନରୁ ଆମେ ଶିଖୁ ଯେ ପରିସ୍ଥିତି ପାଇଁ ଅନ୍ୟକୁ ଦୋଷ ଦେବା ବନ୍ଦ କରି ଆମକୁ ନିଜ ଭିତରର ଅନନ୍ତ କ୍ଷମତାକୁ ଚିହ୍ନିବା ଦରକାର। ପ୍ରକୃତରେ ଏବେ ଆଜିର ଆଲୋଚନାକୁ ଶେଷ କରିବା ପୂର୍ବରୁ ମୁଁ ଏକ ଗଭୀର ଆଉ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନ ଛାଡ଼ିଯିବାକୁ ଚାହୁଁଛି। ନିଶ୍ଚୟ, କୁହନ୍ତୁ। ଯଦି ଜୋସେଫ ମର୍ଫିଙ୍କ କହିବା ଅନୁଯାୟୀ ଆମର ବ୍ୟକ୍ତିଗତ ଅବଚେତନ ମନ ନିଦ୍ରା ସମୟରେ ଏକ ଅନନ୍ତ ଏବଂ ସାର୍ବଜନୀନ ବୁଦ୍ଧିମତ୍ତା ବା ୟୁନିଭର୍ସାଲ ମାଇଣ୍ଡ ସହ ଯୋଡ଼ି ହୋଇ ସମସ୍ୟାର ସମାଧାନ ଆଣିଥାଏ, ତେବେ ଟିକେ ବିଚାର କରନ୍ତୁ ଯେ ସକାଳେ ଉଠିବା ପରେ ଆମ ମନକୁ ଆସୁଥିବା ନୂଆ ଏବଂ ମୌଳିକ ବିଚାରଗୁଡ଼ିକ ପ୍ରକୃତରେ କ'ଣ ଆମ ନିଜର, ନା ସେ ବିଶ୍ୱବ୍ରହ୍ମାଣ୍ଡର ମନରୁ ମିଳିଥିବା ଏକ ଉପହାର ଯାହାକୁ ଆମେ କେବଳ ରିସିଭ୍ କରିଛୁ? ସତରେ ଏହା ଏକ ବହୁତ ଗଭୀର ପ୍ରଶ୍ନ। ଏହା ଉପରେ ଚିନ୍ତା କରିବା ଆବଶ୍ୟକ। ଜୀବନରେ ଆହୁରି ଅଧିକ ସକାରାତ୍ମକତା ଆସୁ, ଏହି ଆଶା ସହିତ ବିଦାୟ ନେଉଛୁ। ଧନ୍ୟବାଦ।